ଆମର ଗଭର୍ଣ୍ଣମେଣ୍ଟ ଦୋକାନ ସେ ଦୋକାନର ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ। ଚାଷୀ ପାଇଁ ଆମେ ବହୁତ ଗର୍ବିତ। ଆମେ ଚାଷୀ ପାଇଁ ଗର୍ବର ଅନୁଭବ କରୁଛୁ। ଆମେ ଚାଷୀ ପାଇଁ ଜୟ ଯବାନ ଜୟ କିଷାନ। ସର୍ବପ୍ରଥମେ ମୋର ଯେତିକି ଚାଷୀ ଭାଇ ରିଟେଲ ବନ୍ଧୁ ଏ ଭିଡ଼ିଓକୁ ଦେଖୁଛନ୍ତି ସମସ୍ତଙ୍କୁ ନମସ୍କାର, ଜୟ ଶ୍ରୀରାମ। ଆଉ ଆଜି ମୁଁ ଗୋଟେ ଚାଷ ଜମିରେ ଆସିକି ପହଞ୍ଚି ଯାଇଛି ପୁଣି ଥରେ। ଏଇଟା ଆମର ରବି ଋତୁ ଚାଲିଛି, ତ ଆମେ ଗୋଟେ ଚାଷୀ ଭାଇର ଜମିକୁ ଆସିଥିଲୁ। ତାଙ୍କ ପରିଚୟ ଟିକେ ପଚାରିବା। ଆପଣଙ୍କର ନାଁ ଗାଁ ଟିକେ ପରିଚୟ ଦିଅନ୍ତୁ। ଦୈତାରୀ ପତ୍ର ଆଜ୍ଞା, ଗାଁ ଡାଲଚାପୁର। ଆମର ଯେଉଁ ପାପଡ଼ାହାଣ୍ଡି ବ୍ଲକ ଅଛି, ବୋଧହୁଏ ମୁଁ ଏଇଟା ବହୁତ କମ୍ ଏରିଆରେ ଦେଖିଛି ଏମିତି ଚାଷୀ ଭାଇ ଯିଏକି ମକା ସହିତ ସୋରିଷ, ତା ସହିତ ଆଳୁ ଆଉ ପିଆଜ, ବଢ଼ିଆ ଲାଗୁଛି ଆମକୁ ଦେଖିକି ବି। ଆଉ ଚାଷର ପ୍ରଣାଳୀକୁ ଦେଖିକି ବି ଆମକୁ ବହୁତ ଭଲ ଲାଗୁଛି। ଅନ୍ୟ ଚାଷୀମାନଙ୍କୁ ଆମେ ଜଣେଇବା ଏମିତି ଏମିତି ଚାଷ କରନ୍ତୁ, ନହେଲେ ଆମ ଭିଡ଼ିଓ ମାଧ୍ୟମରେ ବି ଦେଖିକି ଚାଷୀମାନେ ନୂଆ ନୂଆ ଚାଷ କରିବେ। ସବୁବେଳେ ଚାଷୀମାନେ ଆମର ଏରିଆରେ ଚାଷୀମାନଙ୍କ ପାଇଁ ଜମିର ଅଭାବ ନାହିଁ, ସତ କି ନାଇଁ ନା? ଚାଷ ବାସ ସବୁ କିଣିଲା କରଲୁନି। ନାଇଁ, ଆମର ଏରିଆରେ କ'ଣ ଜମିର ଟୋଟାଲ ଅଭାବ ନାହିଁ। ଗୋଟେ ଚାଷୀ ଭାଇକୁ 5 ଏକର ମିନିମମ୍ ତ 2 ଏକର ଥାଉଛି ଗୋଟେ ଚାଷୀକୁ। ତ ସେତିକି ଭିତରେ ଚାଷୀମାନେ କ'ଣ କହୁଛନ୍ତି, ଆରାମସେ ଘରେ ଧାନ ଲଗାଉଛନ୍ତି। ଧାନ ସରିଲେ ଯାଇକି ଆଉ କିଛି ପନିପରିବା ଚାଷ ନାହିଁ, କିଛି ନାହିଁ। ଧାନ ସରିଲେ ଯାଇକି ଆରାମସେ ତାଙ୍କ ରେଷ୍ଟ କରୁଛନ୍ତି। ବାକି ଆମେ ଯେଉଁ ଚାଷୀ ବେପାର ଅଛୁ ଆଜି, ଏଇଟା ରବି ଚାଷରେ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଆଳୁ, ପିଆଜ ଆଉ ସୋରିଷ, ମକା ଚାଷ କରିଛନ୍ତି। ତାଙ୍କ ବିଷୟରେ ଆମେ କିଛି ପଚାରବା, ତାଙ୍କୁ ବୁଝବା ଟିକେ ତାଙ୍କର ବିଷୟରେ। ହେଲେ ଭାଇନା, ଏଇଟା ତୁମକୁ ଆଇଡ଼ିଆ କେମିତି ହେଲା ଆଳୁ ଆରେ ପିଆଜ ଲଗାଇବାଟା? ତୁମକୁ ଆଇଡ଼ିଆ କେମିତି ହେଲା ଏଇ ବର୍ଷ? ଏ ବର୍ଷେ ଆମେ ତ ଏମିତି କରି କରି ଚାଷ କରବାର ଶିଖିଲୁନି। ଟିକେ କ'ଣ ଜନ୍ଦରା କିଣି, ପିଆଜ କିଣି, ଆଲୁ କିଣି କମ୍ କମ୍ କରିଲୁନି, ଚାଷ ବାସ କରି ଖାଇଲୁନି। ଏଇଟା ବିହନ କ'ଣ ଦିନ ଆଣିଲା ସେଟା? ଏଇଟା ପାପଡ଼ାହାଣ୍ଡି ବ୍ଲକ ତନଲେ ବ୍ଲକ ଦେଲା। ବ୍ଲକ ତିରିଲେ। ଏଇଟା କେତେ ଦିନର ଗଛ, ଆଲୁ ଗଛଟା? ଏଇଟା 1.5 ମାସ ପରା ହେଇଛି। ଆଚ୍ଛା, ଆଳୁ ଯେଉଁ ଚାଷ କରୁଛନ୍ତି, ଆଉ କିଛି ପୋକ କ'ଣ ଲାଗୁଛି କି ଏଠି? ନାଇଁ, ପୋକ ନାଇଁ। ଯାଲୁ ଖାଲି ଉଷା ଜିନିଷ ତା ଖାଲି କତବା ତରଫ ରଖି କରି କୁସା କୁସି କରିଦେଇକି ପାଣି ଏକା ମାଣ୍ଡାଟା। ଆଳୁରେ ମେନ୍ ପାଣି ବେଶୀ। ପାଣି ବେଶୀ, ତାକୁ 5 ପାଣି ଭିତରେ ଆଲୁ ହେଇଯାଇଛି। ଏଇଟା କେତେ ମାସ ଭିତରେ ଅମଳ ହବ? ଏଇଟା 3 ମାସ ଭିତରେ ତ କୋଡ଼ିଶାରେ ଦେଇକି ଅମଳ ହେଇଯିବ ନାଇଁ କି? ଆଉ ପିଆଜ ଯେଉଁଟା ଆମେ ଦେଖୁଛୁ, ଏଇଟା ପିଆଜ, ଏ ପିଆଜ ବି 3 ମାସ ଭିତରେ ଯାଇଛି। ଏ ପିଆଜ ଲଗେଇ କରି କେତେ ଦିନ ହେଲା ଭାଇନା? ବେଶୀ ଦିନ ନହେଲେ 15 ଦିନ ଖଣ୍ଡେ 15 ଦିନ ହେଇଛି। ଏ ଆମେ ଦେଖୁଛୁ ଏଠି ତମେ ପାଉଁଶ ଦେଇଛ। ଏ ପାଉଁଶ କି ପାଇଁ ଦେଇଛ ପିଆଜରେ? ପୁରା ଖୋଲା କରବାର ଲାଗି, ଗଛ ଖୋଲା କରବାର ଲାଗି। ସୁନ୍ଦର ଦେଖସି, ସେ କଲିଆ ଡିଜାଇନ ଦେଖସି। ସେଟା ପାଇଁ ପାଉଁଶ ଦଉଛ। ଆଉ ପିଆଜରେ କ'ଣ ରୋଗ ଫୋଗ କିଛି ନାହିଁ ତ? ନାଇଁ, ପିଆଜରେ ରୋଗ ଫୋଗ ନାହିଁ। ଯଦି ପାଣି ଟିକେ କମୁଛି ବୋଲେ ଟିକେ ଉପର ଉପର ଶୁଖିଯିବ ଏତିକା ନାଇକି? ପାଣି ଠିକ ଦେଲେ ପିଆଜ ଗଛ, ଆଳୁ ଗଛ ପୁରା ଠିକ ଥିବ। ଠିକ ଅଛି, ପାଣି ଦେଲେ ଏକା ବଢ଼ିଆ ହେଇଛି ପିଆଜ। ରୋପଲା ଟାଇମ୍ରୁ ପାଣି ଆର ଦେବାର ନାହିଁ, ପଛେ ବସଲା ବେଲକେ। ଏବେ ସାନ ବେଲା ଜୋର ତାର ପାଣି। ଦେଖିପାରୁଥିବେ ଭାଇମାନେ, ଆମର ଏଇ ଗାଁ ଏଇଟା ହେଉଛି ଡାଲଚାପୁର ଗାଁର ସଫଳ ଚାଷୀ ଭାଇ ମାନଙ୍କ ପାଖରେ ମୁଁ ଆସି ପହଞ୍ଚି ଯାଇଛି। ଦେଖିପାରୁଥିବେ ଗୋଟେ ସହିତ କେତେ ପ୍ରକାର ଚାଷ କରୁଛନ୍ତି। ଆହୁରି ତାଙ୍କର ସେখানে ଶାଗ ଗଛ, ଆହୁରି ବହୁତ କିଛି ପନିପରିବା ଲାଗିଛି। ଆପଣ ବି ନିଜେ ଏମିତି ଯଦି ଘରେ ଛୋଟ ଜାଗା ଅଛି ବୋଲେ ନିଜେ ବି ଚାଷ କରନ୍ତୁ, ଆଉ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ। ଏତିକି କହି ମୁଁ ଆଜିର এই ଭିଡ଼ିଓକୁ ଶେଷ କରୁଛି। ଜୟ ଶ୍ରୀ ଜଗନ୍ନାଥ। ନମସ୍କାର ଭାଇନା। ନମସ୍କାର। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।